ନବୀନଙ୍କର ଆଦର ଶରଣେ ଅନନ୍ତ କୋଟି ପବିତ୍ର ହରିବାସର ସତ୍ସଙ୍ଗ ଭାଦ୍ର ପରିକ୍ରମାର ସପ୍ତମ ଦିବସର ସତ୍ସଙ୍ଗରେ ଉପସ୍ଥିତ ଶ୍ରୀ ଠାକୁରଙ୍କର ପୂତପାନୀ କର୍ମୀ ସମ୍ମାନୀୟ ସହଭାଇ ସମ୍ମାନୀୟ ପଣ୍ଡା ଭାଇ ସେମାନଙ୍କୁ ମୋର ଯଥାମାନ ପ୍ରଣୟ ହେଉଛି। ଉପସ୍ଥିତ ମୋର ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ମଣ୍ଡଳୀ ସ୍ନେହମୟୀ ଜଗଣୀ କୂଳ ଶ୍ରୀ ଠାକୁରଙ୍କର ଗୁଣମୁଗ୍ଧ ଉପସ୍ଥିତ ସମସ୍ତ ଧର୍ମପ୍ରାଣ ଭାଇ ମାଆମାନେ ଛୋଟ ପିଲାମାନେ ସମସ୍ତଙ୍କୁ ମୋର ଭକ୍ତିପୂତ ହାର୍ଦ୍ଦିକ ଜୟଗୁରୁ ଭଲବାସା ପ୍ରଣାମ ଯଥାମାନ ଜଣାଏ। ସୁନ୍ଦର ପରିବେଶରେ ଶ୍ରୀ ଠାକୁରଙ୍କର ଆଜିର ସତ୍ସଙ୍ଗ ଆଜି ସପ୍ତମ ଦିବସ ଆସନ୍ତାକାଲି 24 ତାରିଖ ଅଷ୍ଟମ ଦିବସ ଆମର ବାଲିଆପଟା ଗ୍ରାମରେ ସନ୍ଧ୍ୟା 7:30 ସମୟରେ କାଲି ସତ୍ସଙ୍ଗ ଅନୁଷ୍ଠିତ ହେବ। ପରଦିନ 25 ତାରିଖ ମାସର ଶେଷ ରବିବାର ଭଞ୍ଜନଗର ଅଞ୍ଚଳର ଗୁରୁ ଭାଇ ମାଆମାନଙ୍କର ପ୍ରଚେଷ୍ଟାରେ ଶେଷ ରବିବାର ଦିନବେଳା 11ଟା ସମୟରେ ତା ପୂର୍ବରୁ ମାତୃସ୍ୱାମୀ ସନ୍ଧ୍ୟା ସହିତ ସତ୍ସଙ୍ଗ ଅନୁଷ୍ଠିତ ହେବ। ସନ୍ଧ୍ୟା ସମୟରେ 25 ତାରିଖ ସନ୍ଧ୍ୟା ସମୟ ସେଦିନ ଆମର ଯିଏ ପରମ ଶ୍ରଦ୍ଧେୟ ରଞ୍ଜନ ଭାଇ ଅଛନ୍ତି ତାଙ୍କର ମାଆଙ୍କର ବର୍ଷିକା ପ୍ରଥମ ଶ୍ରାଦ୍ଧ ବର୍ଷିକା ପଡ଼ିଛି। ପ୍ରଥମ ଶ୍ରାଦ୍ଧ ପାଇଁ ସେ ସତ୍ସଙ୍ଗ ମଧ୍ୟ ନିବେଦନ କରିଛନ୍ତି। ଏଭଳି ଭାବରେ ସତ୍ସଙ୍ଗ କାର୍ଯ୍ୟକ୍ରମ ରହିଛି। ଆମମାନେ ବହୁ ସଂଖ୍ୟାରେ ସତ୍ସଙ୍ଗ ଯୋଗ ଦେଇକି ଧନ୍ୟବାଦ। ଆଲୋଚନା ବିଷୟବସ୍ତୁ ଯଦିଓ ବିସ୍ତାରିତ ଭାବରେ କିନ୍ତୁ ତାକୁ ସଂକ୍ଷିପ୍ତରେ ମୁଁ ଆଲୋଚନା କରିକି ମୋର ବକ୍ତବ୍ୟ ତାର ସାଙ୍ଗ କରିବି। ଆଜି ସକାଳେ ମୁଁ DPWork ଗୋଟେ ମିଟିଂ ଥିଲା, ସେଥିରେ ମୁଁ ଯୋଗ ଦେଇଥିଲି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା ଶୁଣିଲି ତାର କିଛି ଗୋଟେ ଦିଟା କଥା କହି ବକ୍ତବ୍ୟ ଶେଷ କରିବି। ଆଚାର୍ଯ୍ୟ ଗୋଟେ ସୁନ୍ଦର କଥାଟେ ଥରେ କହୁଥିଲେ। ଆଚାର୍ଯ୍ୟ ଗୋଟେ ବଢ଼ିଆ କଥାଟେ କହିଲେ। ଆଚାର୍ଯ୍ୟ କହୁଛନ୍ତି ଥରେ ଗୋଟେ ରୀତି ସଂପ୍ରତି ରୀତିମାନଙ୍କ କାମ ହେଲା ଦୀକ୍ଷା ଦେବା, ଠାକୁର କାମ କଲେ। ରୀତି କ'ଣ କଲେ? ସକାଳୁ ସକାଳୁ ଦଣ୍ଡଟିଏ ଧରିଲେ, ବାହାରିଲେ, ଦୀକ୍ଷା ଆସିବ ଯାଇ ପଡ଼ିଲେ। ତାଙ୍କର ଯାହା ପୁଅ ଆସିକି କହିଲେ ବାବା ଘରର ଏମିତି ଗୋଟେ ପ୍ରୋବ୍ଲେମ୍, ଏମିତି ଭିତରେ ତୁମେ ବାହାରିଛ ଦୀକ୍ଷା ଦେବା ପାଇଁ, ତୁମ ଲାଜ ଲାଗୁନି? କଥା ହେଇଛି କ'ଣ ନା ତାଙ୍କର ଯିଏ ପୁତ୍ରବଧୂ ତାଙ୍କର ପୁଅର ସ୍ତ୍ରୀ ପୁତ୍ରବଧୂ ସିଏ ଆସନ ପ୍ରସବ କେଉଁ ମୁହୂର୍ତ୍ତରେ ତାଙ୍କ ଛୁଆ ଜନ୍ମ ହେବ ଠିକଣା ନାହିଁ। ପୁଣି ଡାକ୍ତର କହିଲାଣି ଯେ ଛୁଆଟା ଓଲଟି ପଡ଼ିଛି, ତା ବେକରେ ନାଡ଼ି ଗୁଡ଼େଇ ହେଇଯାଇଛି। ଏମିତି ଅବସ୍ଥାରେ ରୀତି ଦଣ୍ଡ ବାହାରି ଦେଇ ଧରିଲେ, ବାହାରି ପଡ଼ିଲେ ଦୀକ୍ଷା ନେଇଯିବେ। ସେତେବେଳେ ତାଙ୍କ ସ୍ତ୍ରୀ କହିଲେ ତମକୁ ଲାଜ ଲାଗୁନି? ତ ଦୀକ୍ଷା ନିଜ ସତ କଥା ଠାକୁର କ'ଣ ଏଇ କଥା କହିବେ ତମକୁ ବୁଝେଇ ନାହାନ୍ତି, ଘର କଥା ବୁଝିବା ପାଇଁ? ତ ସେତେବେଳେ ସିଏ ମନେ ମନେ ଭାବୁଛନ୍ତି ମୁଁ ଥାଇ କ'ଣଟା କରିବି, ଯାହା କରିବ ଡାକ୍ତର କରିବ, ମୋ ଦେଇ କ'ଣ କାମ ଅଛି, କ'ଣ ପରମ୍ପରା କାମ କଲେ କିଛି ଭଲ ଅଛି? ତଥାପି ସ୍ତ୍ରୀ ଏଭଳିଆ ବାଧିଲା ଭଳିଆ କଥା କହିଲେ, ପୁଅ ମଧ୍ୟ ଏଭଳିଆ କଥା କହିଲା, କାହା କଥା ଶୁଣିଲେ ସେ ପଳେଇ ଯାଇକି ସିଏ ତାଙ୍କର ଦୀକ୍ଷା କାମ ସବୁ କଲେ। ସନ୍ଧ୍ୟା ବେଳକୁ ଯେତେବେଳେ ଘରକୁ ଫେରୁଛନ୍ତି, ଘରେ ଫେରିଲା ବେଳକୁ ତାଙ୍କ ସ୍ତ୍ରୀ ପାଖରେ ଆସି ଠିଆ ହେଇ ପଡ଼ିଲେ, ଜୟଗୁରୁ କହିଲି। ତାଙ୍କ ପୁଅ ଆସିକି ଗୋଦିରେ ଧରି ପକେଇଲା, ଜୟଗୁରୁ କହିଲା ବାବା ମୋତେ କ୍ଷମା କରିଦେ, ବିରାଟ ଭୁଲ ହେଇଗଲା, ଆଉ ଛୁଆ ଭଲରେ ଜନ୍ମ ହେଇଛି, ପୁଅ ଦେଇଛି। ଛୁଆ ଯୋଉ ଓଲଟି ପଡ଼ିଥିଲା ସେ ପୁରା ସେଟ୍ ହେଇଯାଇଛି, ଅନ୍ତନାଡ଼ି କିଛି ଅବସ୍ଥା ନାହିଁ, ଅସୁବିଧା ନାହିଁ, ଆଉ ଭଲରେ ଛୁଆଟି ଜନ୍ମ ହେଲା। ଏ ଅନ୍ତନାଡ଼ି ଗୋଡ଼ି ହେଇକି ଛୁଆ ଜନ୍ମ ହେଲା, ଏଟା ମୋ ନିଜ ଅନୁଭୂତି କଥା। ମୋ ବଡ଼ ଝିଅ ଜନ୍ମ ହେଲା, ଆଉ ମେଡ଼ିକାଲରେ ଅଛୁ, ପ୍ରାର୍ଥନାର ସମୟ ସକାଳୁ ସର୍ବତ ପୂଜ୍ୟ ପ୍ରତିନିଧି ପବିତ୍ର ମହୋଦୟା ମନେ ପଡ଼ିଯାଉଛି। ସେ ଲୋକ ଏତେ ସାହାଯ୍ୟ କରନ୍ତି, ଭୁଲି ହେବ ନାହିଁ। ନିଜ ଭାଇ ମଧ୍ୟ ଏତିକି ସାହାଯ୍ୟ କରିବ ନାହିଁ। ଫୋନ୍ କରି ମୋ ଦାଦା ନା ଠିକ୍ ଅଛି, ଚିନ୍ତା କରୁନ, ମୁଁ ଯାଉଛି। ତାଙ୍କର ଗୋଟେ ସ୍କୁଟରଟେ ଥାଏ, ଧରି ପଳେଇ ଆସିଲେ ସାଙ୍ଗେ ସାଙ୍ଗେ। ତାଙ୍କ ମାଆକୁ ନେଇ ପଳେଇ ଆସିଲେ। ଏପଟେ ଆମର ରାଉତ ଭାଇ ଦେବେନ୍ଦ୍ର ରାଉତ ତାଙ୍କ ମାଆ ମଧ୍ୟ ମେଡ଼ିକାଲ ପଳେଇ ଆସିଲେ ପ୍ରଧାନ କ୍ଲିନିକକୁ। ସେ ଆସିକି ପହଞ୍ଚିଗଲେ। ପ୍ରଧାନ ସାର୍ ଡାକ୍ତର କହିଲେ ଏବେ ହେବ ନାହିଁ, ମୁଁ ଚା ଟିକେ ପିଇକି ଆସୁଛି, ତାପରେ ଛୁଆ ଜନ୍ମ ହେବ। ତାପରେ ସେ ପଳେଇଗଲେ। କିନ୍ତୁ ସେ ଘରେ ପହଞ୍ଚି ନ ପଡ଼ୁଛନ୍ତି, ଏସବୁ ଛୁଆ ଜନ୍ମ ହେଇଗଲା। ଯେମିତି ଜନ୍ମ ହେଇଗଲା, 2 ଜଣ ଅଛନ୍ତି, ସେ ପୂର୍ଣ୍ଣ ଭାଇ ଆଉ ଜଣେ 2 ଜଣ, ସେମାନେ ଲାଗି ପଡ଼ିଲେ ସବୁ କାମରେ। ଜୋସେଫ୍ ଲାଗି ପଡ଼ିଲେ, ସେନ୍ସ ନାହିଁ, ପିଲାର ସେନ୍ସ ନାହିଁ। ମୋ ବୋଉ ସେ ପାଖରେ ଥିଲେ, କାନ୍ଦି ପକେଇଲା, ପିଲା ମରିଯାଇଛି, ଭଲ ପିଲାଟେ ଜନ୍ମ ହେଇଛି। ସେସବୁରେ ସକାଳ ପ୍ରାର୍ଥନା, ଆମେ ଠିଆ ହେଇକି ପ୍ରାର୍ଥନା ସରିଛୁ। ବହିରା ଭାଇ ମୋ ସହ ଟିକେ ପ୍ରାର୍ଥନା ସରିଗଲା। ତାପରେ ସେ କ'ଣ କଲେ, ଅନ୍ତରାଳି ଯୋଉ ଗୋଡ଼ି ହେଇଥିଲା ସେଥିରେ ସେ ସଫୋକେଟେଡ୍ ହେଇକି ତାର ଶ୍ୱାସ ପ୍ରଶ୍ୱାସ କାମ କଲେ, ସେ ମୂର୍ଚ୍ଛା ହେଇଯାଇଛି, ସେନ୍ସଲେସ୍ ହେଇଯାଇଛି। ତାପରେ ସିଏ ବହୁତ ଚେଷ୍ଟା କଲେ, ତାପରେ ପାଟିରେ ଆଙ୍ଗୁଠି ମାରିଦେଲେ, ମାରୁଛି କେଇକିନା କଲା, ଯେମିତି କେଇକିନା କଲା ମାଉସୀ କାନ୍ଦ ପିଲା ବଞ୍ଚିଛି, ତାର ଗରମ ପାଣିରେ ଛାଡ଼ିଦେଲେ, ଠିକ୍। ପରମ ପିତାଙ୍କର କାମ କଲେ, ଆମ କାମ ସିଏ କରନ୍ତି, ମୂଳ କଥା ହେଲା ମୁଁ ତାଙ୍କ କାମ କରିବି।
मो जन्म कला ताको पाई मो जन्म होइछि ताको पाई मो पुओ पाई मो झियो पाई मो पड़िशा पाई मो बंधु बांधव पाई मो साथी साथी पाई मो जीवन नुहे श्री ठाकुर कहते श्री बर्दा सब बाणीटा कहते यू आर फॉर द लॉर्ड नॉट फॉर अदर्स यू आर फॉर द लॉर्ड एंड सो फॉर अदर्स तुम जन्म होइछ केवल ईश्वर को पाई भगवान को पाई जेहेतु तुम भगवान को जन्म होइछ भगवान को काम करूछ तेणु समस्त पाई सेकेंड रे आसियो समस्त पाई किंतु फास्ट रे मो ताको पाई मो जीवन ताको पाई ताको काम करिबो तांकरी कर्म करिबो एई कथा आचार्य बढ़िया कथा कहते आज से भाई से कथा ही आज पवित्र कहला से मीटिंग रे अन्य भाई मैंने कहते आचार्य कहते मो स्त्री को बहुत भल पाए ठाकुर को दया मो स्त्री को पाई क्या दया पाई ठाकुर को दया ठाकुर दया मो स्त्री को पाई जहाँ किसी दुनिया में पाई सब ठाकुर को दया दया को पाई मो स्त्री को भल पाए भल बहुत भल पाए किंतु मो स्त्री को जी भल पाए ताठू अधिक ठाकुर को भल पाए ठाकुर भल पाए आचार्य कहते तुम तुम परिवार सेमती कौन मो स्त्री को भल पाए तुम मो स्त्री भल पाऊन तुम परिवार सुंदर कौन दिने मुझे कहू कहू कहीदेवी यही बंगला भाषा सारू को कह जाए कचु कचु बोली कह जाए से कौन कले कहले ये जो कचु मत भल लगे कि मो स्त्री को बहुत भल लगे मो स्त्री कचु माने ये जो सारू बहुत पसंद करती मो दिन कहले बाबा कचु को मैंने खाती जानते एक पशु मैंने खाती नहेले स्त्री लोक मैंने खाती यदि कहीदेवी मो स्त्री को मुहटा पूरा सुखीगला देखिए मो स्त्री को मुहटा सुखी जाऊँ कौन करी कलिकता गली टी सार्ट टे किनी से टी सार्ट ऊपर प्रिंट करदेली आई लव कचु लिखिदेली आई लव कचु से टी सार्ट पिंधि आसी मो स्त्री के आगे ठिया है मो स्त्री देखिले कचु हम माने केमिति स्वामी स्त्री जीवन दाम्पत्य जीवन आम शिखिबार कथा मु कौन कहूँ तुमको भल लगे मत भल लगे खाली खाऊता तमें खाऊता आम दरकार पड़े कथा कटाकटी मतांतर मनांतर हस्तांतर इत्यादि इत्यादि महाभारत किंतु आचार्य स्त्री सहित किभली सुंदर मधुर व्यवहार ये दाम्पत्य जीवन कथा पाखर शिखा कथा से तो कोटी कोटी लोक चला सहित होती शिखुंट दाम्पत्य जीवन केमी हम स्वामी स्त्री जीवन केमी हम भाई भाई जीवन केमी हम बाप पुओर जीवन केमी हम भल मनीषे केमी हम बहुत लोग कहते तुम सत्संग पारिवारिक कथा सब आलोचना हो कहीं ब्रह्म पर ब्रह्म अमुक कथा अमुक स्तर कथा कहीं आलोचना करना कि कथा टकाटे खर्च कर बड़ ना लक्ष टकर कथा मुझे दिन तो सब बेकार कम सब करदेवी निजर ब्रह्म कथा भगवान मो भितर अच्छा मुझे चिन्ह पाऊना बुझी पाऊना जानी पाऊना चेष्टा करूना तुम जानापी आ पर ब्रह्म इत्यादि इत्यादि कथा कही लाभ कौन अच्छी ये कौन लाभ अच्छी तेणु मो भितर जो ठाकुर अच्छा मुझे जागृत केमी करी से हूँ बड़ कथा बड़ कथा तेरे समय अतिक्रांत होगा आलोचना को बढ़ी ना गोटे सुंदर कथा अच्छे ठाकुर कथा मानिले कौन हुए दीटा कथा अच्छे एवं ठाकुर को डाकरा आसी आचार्य को डाकरा दौरान टीपी कम कर प्रति मुहूर्त गोटे डाकरा टीपी कम कर आमर जी जो 9टा आम पिनकोड अच्छे 7टा पिनकोड आम भल कम करे 2टा पिनकोड बहुत पछरे अच्छा आम कम लगी से 2टा पिनकोड केमी कभर करवा आचार्य चाहूँ जो माने 20% हो मुझे सीधी पड़ेबी निश्चय अक्टोबर पर से आसो कथा दी तेणु आम चेष्टा करा जमी आम पूरण करवा से टार्गेट रे पहुँचवा बहुत चेष्टा करवा तेणु कथा हूँ जे ठाकुर कथा आम जो मानु तू कमटा कर कौन कहे आज्ञा कौन कहे आज्ञा ये मुझे सत्संग आसा पूर्व फोन कर पवित्र के समय फोन उठेगा से रिकल गला तो कल बैक है मुझे पवित्र है कथा आचार्य जो बस स्क्रीन धड़ाटे पूजा करता भल लगे ना आज्ञा से मत आज्ञा मुझे आज्ञा शब्द के बढ़िया अर्थ अच्छे गोटे कथा है आज्ञा जे जो मैंने आमठू सम्मानस्पद लोग आम आज्ञा बोली आ गोटे आज्ञा है ऑर्डर निर्देश जहाँ निर्देशन को आम आज्ञा बोली कहूँ आज्ञा आज्ञार विपरीत शब्द हूँ अवज्ञा सतना मिछ आज्ञार विपरीत अवज्ञा आज्ञा कथा शुणिले आज्ञा मानिले कौन हुए अवज्ञा कले कौन हुए गोटे कथा कही भक्त शेष करदेवी थे जड़े भक्त ठाकुर पाखे बस संध्या समय प्रणाम करदे प्रणाम कर उठी बाहर करे ठाकुर कहे शुण शुण ना आज्ञा आज्ञा ना बजार को जो चूर्ण आण चूर्ण कि आनी जो डेटिंगटा नहीं चूर्ण पकई दो चूर्ण पकई सारापर जो सर मत कहीकि से गला बजार गला चूर्ण आना चूर्ण लेटिन चूर्ण पकईला पक राति बहुत राति ठाकुर भोग लगे ठाकुर शयन कक्ष शयनरत
ଆଉ ଠାକୁରଙ୍କୁ ରାତିରେ ଯିଏ ଜଗନ୍ତି ତା କହିଲେ ସେ ଚୂନ ପକେଇ ଆସିଲା ପରେ ତାକୁ କହିଦେବୁ ଯେ ଯଦି କାମ ସରିଯାଇଛି ସେ ଘରକୁ ପଳେଇବ, ଯଦି ସରିଯାଇଛି ଘରକୁ ପଳେଇବ। ଆଉ ସେଠି ତାର ବହୁତ ରାତିରେ କାମ ସରିଲା ପରେ କ'ଣ କି କଥା ଠାକୁର କହିଛନ୍ତି କହିକି ଯିବା ପାଇଁ, ଏତେ ରାତି ହେଲାଣି ଖାଇବି ପିଇବି ଠିକ ଅଛି ଠାକୁରଙ୍କୁ କହିକି ଯିବି ଗଲା ବେଳକୁ ଯିଏ ଜଗିଛି ଆଉ କହିଲା ଠାକୁର ଶୁଣି କହିଲେଣି। ଆଉ ଶୁଣ ଠାକୁର କହିଛନ୍ତି ଯେ ତମ ଚୂନ ପକା କାମ ସରିଲା ନା? ହଁ, ଯଦି ସରିଗଲା ତମେ ଘରକୁ ପଳେଇବ, ଠାକୁର କହିଛନ୍ତି। ହଉ ଠିକ ଅଛି ଘରକୁ ପଳେଇବ। ଘରକୁ ପଳେଇଲା ପରେ ସେତେବେଳକୁ ରାତି ପାହି ଆସିଲାଣି, ପାହାନ୍ତିଆ ହେଲାଣି। ସେ କ'ଣ କଲା ତା ସେଜକୁ ଯେତେବେଳେ ଶୋଇବାକୁ ଗଲା ବେଳକୁ ବେଡସିଟା ଝାଡ଼ିଦେଲା, ଫକ୍ ନାଗ ସାପଟେ ବାହାରି ପଡ଼ିଲା। ଯେମିତି ନାଗ ସାପଟେ ଡେଇଁ ବାହାରି ପଡ଼ିଲା ସେ ଶୋଇବ କ'ଣ ଚଟକିନା ଡେଇଁ ପଡ଼ିଲା, ତଳକୁ ଡେଇଁ ପଡ଼ିକି ଦେହ ହାତ ଗୁଡ଼ା ଥରୁଛି। ସାପଟା ତାପରେ ପଳେଇଗଲା ପରେ ପାହାନ୍ତିଆ ସମୟ ହେଇଛି, ବସି ପଡ଼ିଲା, ନାମ ଧ୍ୟାନ କରିଦେଲା, ଇଷ୍ଟବୁଦ୍ଧି କରିଦେଲା। ଇଷ୍ଟବୁଦ୍ଧି କରିଦେଇ ତ ସକାଳୁ ଧାଇଁଲା, ଧାଇଁ ଯାଇ ଠାକୁର କହିଲା ଠାକୁର ଆପଣ ମୋତେ ବଞ୍ଚେଇ ଦେଲେ, ଆପଣ ମୋତେ ବଞ୍ଚେଇ ଦେଲେ। ଠାକୁର ହସିଲେ, କହିଲେ କି ହলো ନା ଠାକୁର ଆପଣ ମୋତେ ବଞ୍ଚେଇ ଦେଲେ। ଠାକୁର କହିଲେ ପରମ ପିତା ତୋତେ ବଞ୍ଚେଇ ଦେଲେ ନା କ'ଣ ହେଲା କହୁନୁ? ନା ଠାକୁର ପୁରା ଏଇଆ ଗଲା ବେଳକୁ ଗୋଟେ ବିରାଟ ନାଗ ସାପ, ଆଉ ମୁଁ ଯଦି ଶୋଇ ପଡ଼ିଥାନ୍ତି ମୁଁ ତ ମରିଯାଇଥାନ୍ତି, ନିଶ୍ଚୟ ମରିଯାଇଥାନ୍ତି, କିନ୍ତୁ ଆପଣ ମୋତେ ବଞ୍ଚେଇ ଦେଇଛନ୍ତି। ଠାକୁର ତୋର ଜାତକ ଅଛି? ଆଜ୍ଞା, ଦେଖେଇବୁ ଯାଇକି ପଢ଼ିଦେବୁ କି ଜାତକ ଦେଖିବୁ। ଜ୍ୟୋତିଷ ଜାତକ ଦେଖାହେଲା, ଜ୍ୟୋତିଷ କହୁଛନ୍ତି ଗଣନା କରିକି ଯେ ୟାର ସର୍ପ ଦଂଶନରେ ମୃତ୍ୟୁ ଯୋଗ ଥିଲା। କୃଷ୍ଣଙ୍କର କର୍ମ କଲା ତ ଆଜ୍ଞା ମାନିଲା ତ ଜୀବନଟା ବଞ୍ଚିକି ରହିଲା। ଆଉ ଗୋଟେ କଥା କହୁଛି, ଅବଜ୍ଞା କଲେ ଆଜ୍ଞା କଲେ ଜୀବନ ବଞ୍ଚିଗଲା, ଅବଜ୍ଞା କଲେ କ'ଣ କି? ଗୋଟେ ଗୁରୁ ଭାଇ ଆସିଲା ଦେଓଘରରେ, ଗୋଟେ ଛୋଟିଆ ଘର ଭଡ଼ା ନେଇକି ରହିଲା। ତାର ସ୍ତ୍ରୀ ତାର ପୁଅ, ଚାକିରି ନାହିଁ, ବାକିରି ନାହିଁ, ଇନକମ୍ ନାହିଁ, କିଛି ନାହିଁ, ବଡ଼ କଷ୍ଟରେ ଜୀବନ ବିତଉଥିଲା, ବହୁତ କଷ୍ଟରେ ଜୀବନ ବିତଉଥିଲା। ତାପରେ ସେ କ'ଣ କରିବ? ଠାକୁର ପାଖକୁ ସବୁବେଳେ ଆସେ, ଠାକୁର ପାଖରେ ବସେ। ଠାକୁର ତାକୁ ଦେଖିଲେ ଠାକୁରଙ୍କର ମନଟା ଟିକେ ଚଞ୍ଚଳ ହେଇଯାଏ। ତାକୁ ଦେଖିଲା ମାନେ ତା ବିଷୟ ଟିକେ ଭାବନ୍ତି, କ'ଣ କରାଯିବ, କ'ଣ କହିବି, ତାକୁ ଦେଖିକି ଭାବନ୍ତି ଠାକୁର। ତାପରେ ସେ କ'ଣ ହେଲା, ଦିନେ ଟାଟାନଗରରୁ ଜଣେ ଗୁରୁ ଭାଇ ଆସିଲେ, ନଗେନ ସେନ ତାଙ୍କ ନା, ନଗେନ ସେନ। ତ ଯିଏ ଦେଖିଲେ ଠାକୁର କହିଲେ ଏ ନଗେନ ନା ଆଜ୍ଞା, ଏଇ ଯୋଉ ଭାଇଟା ଦେଖୁଛୁ, ଯୋଉ ବସିଛି ଭାଇଟା ଚାକିରି କିଛି କରୁନି, ଏଇଟା କମ୍ପାଉଣ୍ଡରଟା, ଭଲ କମ୍ପାଉଣ୍ଡର ଅଟେ, ଏ ଭଲ କମ୍ପାଉଣ୍ଡିଂ করে, তাকে চাকরি জোগাড় করে দেবো, তবে 7 দিন সময় দেবি, 7 দিনে তাকে চাকরি জোগাড় করে দেবো। ঠাকুর কইলে তো নগেন ভাই କହିଲେ ହଁ ଠାକୁର ମୁଁ ଚେଷ୍ଟା କରିବି। ସେ ଟାଟାନଗର ପଳେଇଗଲେ 7 ଦିନ କ'ଣ, 7 ଦିନ ପୂର୍ବରୁ ଚାକିରି ଯୋଗାଡ଼ କରିଦେଲେ। ଚାକିରି ଯୋଗାଡ଼ କରି ଖବର ପଠେଇଦେଲେ ଠାକୁରଙ୍କ ପାଖକୁ ଯେ ଠାକୁର ଭାଇଙ୍କର ଚାକିରି ଯୋଗାଡ଼ ହେଇଗଲା, ଆଉ ସେ ଭାଇକି ପଠେଇ ଦିଅନ୍ତୁ। ଖବର ଠାକୁର ପାଖରେ ପହଞ୍ଚିଗଲା। ଠାକୁର କ'ଣ କଲେ, ସାଙ୍ଗେ ସାଙ୍ଗେ ପଠେଇଗଲେ, ଯା ତ କହିବୁ, ତାକୁ ଡାକିବୁ, ତାକୁ ଯା। ତ ଯେତେ ଥର 2 ଥର 3 ଥର ଗଲେ ସେ ଭାଇକି ଦେଖା ମିଳିଲା ନାହିଁ। ସନ୍ଧ୍ୟା ସମୟରେ ପୁଣି ଠାକୁର ବ୍ୟସ୍ତ ହେଇକି ପଠେଇଲେ, ଯା ତା ପାଖକୁ ଯା। ତା ପାଖକୁ ଯିଏ ଗଲେ, ବର୍ଷା ଦିନ ଠିକ୍ ବର୍ଷା ହଉଥାଏ, ବର୍ଷାରେ ଓଦା ହେଇକି ମଧ୍ୟ ଗୋଟେ ଗୁରୁ ଭାଇ ଗଲା, ଯାଇକି ତାକୁ କହିଲା, କହିଲା ଏଇ ଠାକୁର କହିଛନ୍ତି ତୋ ଚାକିରି ହେଇଯାଇଛି, ଆଉ ଠାକୁର ତୋତେ ଡାକୁଛନ୍ତି, ବ୍ୟସ୍ତ ହେଇକି ତୁ ଶୀଘ୍ର ଆସେ। ସେ କ'ଣ କହିଲା ଜାଣିଛନ୍ତି? ସେ କହିଲା ବର୍ଷା ଜୋର ହେଉଛି, ଏବେ କୁଆଡ଼େ ଯିବି ନା, କାଲିକି ଯିବି, ସକାଳେ ଯିବି, ରାତି ପାଇଲେ ଯିବି, ଆଉ କେତେ ବ୍ୟସ୍ତ କାହିଁକି? ସେ କ'ଣ କଲା, ବର୍ଷା ହେଉଛି ବୋଲି ଠାକୁର ଯିଏ ଡାକୁଛନ୍ତି ତାଙ୍କର ଆଜ୍ଞା ତାକୁ ଅବଜ୍ଞା କଲା। ରାତି ରହିଗଲା, ଗଲା ନାହିଁ, କିନ୍ତୁ ଏ ରାତି ଆଉ ପାଇଲା ନାହିଁ। ରାତିରେ ସର୍ପ ଦଂଶନରେ ତାର ମୃତ୍ୟୁ ହେଲା। ରାତିରେ ସକାଳର ଖବର ମିଳିଲା ଠାକୁରଙ୍କୁ। ଠାକୁର ଏତେ ମର୍ମାହତ ହେଇଗଲେ, ଠାକୁର ପୁରା ମର୍ମାହତ ହେଇଗଲେ, ଭାଙ୍ଗି ପଡ଼ିଲେ, ବହୁତ ଦୁଃଖ କଲେ। ଏତେ ଚେଷ୍ଟା କଲି ବଞ୍ଚିବା ପାଇଁ, ତଥାପି ବଞ୍ଚିଲା ନାହିଁ, ଓ କଥାଟା ମାନିଲା ନାହିଁ। ଭକ୍ତମାନେ ଠାକୁର ପଚାରିଲେ, ଠାକୁର ଆପଣ ହଜାର ବାଣୀ ଆମକୁ ଦେଇଛନ୍ତି, ଆମ ପୁଅ ଝିଅ ଆମ କଥା ନ ମାନିଲେ ଆମକୁ ଦୁଃଖ ଲାଗେ। ବେଳେବେଳେ ଆମ ପୁଅ ଝିଅକୁ ଆମେ ବାଡ଼େଇ ପକଉ କଥା ନ ମାନିଲେ, ହେଲେ ଆପଣଙ୍କ ସବୁଯାକ କଥା ଆମେ ମାନୁ, ଆପଣଙ୍କ କଷ୍ଟ ହୁଏନି? ଆମେ ମାନୁ ବୋଲି କଷ୍ଟ ହୁଏନି? ଠାକୁର କ'ଣ କହିଲେ ଜାଣିଛନ୍ତି? କହିଲେ ନାହିଁ, ତମେ ମାନୁନ ବୋଲି ମୋତେ କଷ୍ଟ ହୁଏ, କିନ୍ତୁ ତୁମେ ଯେତେବେଳେ ମୋ କଥା ନ ମାନି ଦୁଃଖରେ ପଡ଼, କଷ୍ଟରେ ପଡ଼, ଯନ୍ତ୍ରଣାରେ ଛଟପଟ ହୁଅ, ସେତେବେଳେ କିନ୍ତୁ ମୋତେ ବଡ଼ କଷ୍ଟ ଲାଗେ। ତାର ମାନେଟା ଆପଣମାନେ ଭଲ ଭାବରେ ବୁଝିପାରୁଥିବେ, ସ୍ପଷ୍ଟ ଭାବରେ ବୁଝିପାରୁଥିବେ ଯେ ଠାକୁର କ'ଣ କହିବାକୁ ଚାହାନ୍ତି। ଆମମାନେ ତାଙ୍କ କଥା ନ ମାନି ଯେତେବେଳେ ଦୁଃଖରେ ପଡ଼ୁ, କଷ୍ଟରେ ପଡ଼ୁ, ସମସ୍ୟାରେ ପଡ଼ୁ, ଜର୍ଜରିତ ହଉ, ମୃତ୍ୟୁ ଅବସ୍ଥାରେ ପଡ଼ୁ, ସେତେବେଳେ କିନ୍ତୁ ଆମ ପାଇଁ ଆମ ବାପା ଯେମିତି କାନ୍ଦନ୍ତି, ଆମ ବାପା ଯେମିତି ବ୍ୟସ୍ତ ହୁଅନ୍ତି, ପରମ ପିତା ମଧ୍ୟ ଆମ ପାଇଁ ବ୍ୟସ୍ତ ହୁଅନ୍ତି। ଆମ କଥାଟା ମାନିଲା ନାହିଁ, ତେଣୁ ତାଙ୍କର କଥା, ତାଙ୍କ ଡାକରା ଆସିଛି। ଉଷାରେ ନିଶାରେ ମନ୍ତ୍ର ସାଧନ, ଚଲାରେ ଫେରାରେ ଜପ, ଯଥା ସମୟ ଇଷ୍ଟ ନିର୍ଦ୍ଦେଶ,
ମୂର୍ତ୍ତ କରିବା ହିଁ ତପ। ତେଣୁ ଇଏ ହେଉଛି ତପ, ଇଏ ହେଉଛି ତପସ୍ୟା। ଆମ ତପସ୍ୟା ସାର୍ଥକ ହେବ ତାଙ୍କ ନିର୍ଦ୍ଦେଶ ମାନିଲେ। ତେଣୁ ତାଙ୍କର ଆଜ୍ଞାକୁ ଆମେ ଅବଜ୍ଞା କରିବା ନାହିଁ। ତାଙ୍କ ଆଜ୍ଞା ହେଲେ କ'ଣ? ତାଙ୍କ ଆଜ୍ଞା ହେଲା ଡିପି କାମ କରିବା। ତାଙ୍କ ଆଜ୍ଞା ହେଲା ଡିପି କାମ। ଡିପି କାମର ଅର୍ଥ କ'ଣ? ଡି ଡି ମାନେ କ'ଣ? ଡି ମାନେ ଦୀକ୍ଷା। ଆଉ ଗୋଟେ ଡି ମାନେ ଅଛି କହିଲ, ବଢ଼ିଆ ଅର୍ଥରେ ଅଛି। ମୁଁ ତାର ଅର୍ଥ ଜାଣିଛି। ଆମେ ସମସ୍ତେ ଓଡ଼ିଆ ନା, ଆମେ ସମସ୍ତେ ଓଡ଼ିଆ। ମୁଁ ସ୍କୁଲରେ ପାଠ ପଢ଼ିଲା ବେଳକୁ ମୁଁ ପିଲେ ଓଡ଼ିଆର ଅର୍ଥ ଜାଣିଛ ନା? ସାର୍ ଓଡ଼ିଆ ଗୋଟେ ଆମେ ଓଡ଼ିଆ ଆଉ କ'ଣ? ମୁଁ ନାଇଁ ସେମିତି ନାହିଁ, ଓଡ଼ିଆର ଗୋଟେ ଅର୍ଥ ଅଛି। ଓ ଓ ଓ ବିଶୁ ପଢ଼ି ଓ ତମେ ଜଙ୍ଗୁ ପଢ଼ ଡି ଆ କିଏ ଲାଗିବ ଆସ। ଆମେ ହେଉଛୁ ଓଡ଼ିଆ, ଆମେ ବୀର, ଆମେ ବୀର ପାଇକ ସନ୍ତାନ। ଆମ ଭିତରେ ବୀରତ୍ୱର ଆଭା, ଆମ ଭିତରେ ବୀରତ୍ୱର ସେଇ ଆମ ଧମନୀ ଭିତରେ ସେ ରକ୍ତ ପ୍ରବାହିତ ହେଉଛି। ତେଣୁ ଡିପି କାମ ଭିତରେ ଡି କରିବି ତ କାମ, ଡରିବାର କ'ଣ ଅଛି? ତେଣୁ ଡି ଦୀକ୍ଷା ପତ୍ର କାମ, ଡିର ସହିତ କାମ କରିବି। ଆଉ ପି ମାନେ ପତ୍ର, ଦୀକ୍ଷା ପତ୍ର। ଦୀକ୍ଷା ପତ୍ର କୋଉ ରହିଲା? କୋଉ ରହିଲା? ଦୀକ୍ଷା ନେବା ସମୟ ଦୀକ୍ଷା କିଏ ଦେଲେ? ରୀତି ଦେବତା ଦୀକ୍ଷା ଦେଲେ। କେମିତି ଦୀକ୍ଷା ଦେଲେ? ବସିଲେ ଦୀକ୍ଷା ଦେଲେ। କେମିତି ତମେ ଦୀକ୍ଷା ଦେଲ? କିଏ ମତେ ଯାଜନ କଲା, ଠାକୁରଙ୍କ କଥା କହିଲା, ମୁଁ ବସିଲି ଦୀକ୍ଷା ନେଲି, ବାସ୍। ମୁଁ ଯୋଉ ଦୀକ୍ଷା ନେଲି, ବର୍ତ୍ତମାନ ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ତାହା ମୋର ଯେମିତି କ'ଣ ହୁଏ, ଅପ୍ ଟୁ ଡେଟ୍ ହୁଏ। ଆଶ୍ରମରେ ମୋର ଲିଷ୍ଟରେ ସେ କମ୍ପ୍ୟୁଟରରେ ମୋର ନାଁଟା ସେଠି ଭଲ ଭାବେ ରହେ। ମୋର ଆଡ୍ରେସ୍, ମୋର ଫୋନ୍ ନମ୍ବର, ମୋର ପିନ୍ କୋଡ୍ ନମ୍ବର, ମୋର ଠିକ୍ ଆଡ୍ରେସ୍ ଯେମିତି ସେଠି ରହେ। ଇଏ ହେଉଛି ଡିପି କାମ। ତ ଯେଉଁମାନେ ରେଗୁଲାର ଇଷ୍ଟଭୂତି କରୁଛନ୍ତି ତାଙ୍କ କାମ କରିବା। ଆପଣମାନେ ଯେତେ ଗୁରୁ ଭାଇ ଗୁରୁମା ବସିଛନ୍ତି, ଆମ ସମସ୍ତଙ୍କର କର୍ତ୍ତବ୍ୟ। ସମସ୍ତେ ଆମର ଯେଉଁମାନେ କାମ କରୁଛନ୍ତି ଆଗ ଧାଡ଼ିରେ, ଯେମିତି ପବିତ୍ର ଭାଇ, ଅଶୋକ ଭାଇ, ଉପେନ୍ଦ୍ର ଭାଇ, ଆଉ ଆମର ଦିବ୍ୟକର ଭାଇ, ବା ଆମେ କାମ କରୁଛୁ କିଛି କିଛି, ଆମକୁ କହିବେ ଆଜ୍ଞା ମୋର ଡିପିଟା ହେଇଗଲାଣି, ମୋର ଅପଡେଟ୍ ହେଇଗଲାଣି। ସମସ୍ତେ ପଚାରନ୍ତୁ, ଯାହାର ହେଇନି ସମସ୍ତେ କହିବେ, ପ୍ରଶ୍ନ କରିବେ, ମୋର ଡିପି ହେଇଗଲାଣି, ମୋର ଅପଡେଟ୍ ହେଇଗଲାଣି, ପଚାରନ୍ତୁ ସମସ୍ତଙ୍କୁ। ଯଦି ହେଇନି ସାଙ୍ଗେ ସାଙ୍ଗେ କରେଇ ନିଅନ୍ତୁ, ସାଙ୍ଗେ ସାଙ୍ଗେ କରେଇ ନିଅନ୍ତୁ। ଏଇଟା ହେଉଛି ବର୍ତ୍ତମାନ ତାଙ୍କର ଆଜ୍ଞା। ଆସନ୍ତୁ ତାଙ୍କର ଆଜ୍ଞାକୁ ମଥାରେ ବହନ କରି, ତାଙ୍କର ନିର୍ଦ୍ଦେଶକୁ ଜୀବନରେ ପାଳନ କରି, ସେଇ ଇଷ୍ଟ ନିର୍ଦ୍ଦେଶ ଯେତେ ଆମେ କରିପାରିବା, ପାଳନ କରିପାରିବା, ଆମମାନଙ୍କର ଜୀବନ ସେତେ ମଙ୍ଗଳ, ସେତେ ମଙ୍ଗଳ। ଇଷ୍ଟ ଲାଗି କର୍ମ କରା, ସେଇ ତ ହଳ ପୁଣ୍ୟ କରା। ଜୀବନଟା ପୁଣ୍ୟରେ ଭରି ଉଠିବ ଇଷ୍ଟଙ୍କ ଲାଗି କାମ କଲେ, ଇଷ୍ଟଙ୍କ ଲାଗି ଯେତେ କର୍ମ କରିବା। ଆମ ରେଣୁମା ମଧ୍ୟ ବସିଛନ୍ତି, ସେ ଆଜି ବଢ଼ିଆ କଥାଟେ କହୁଥିଲେ। ଆମ ଋଷି ଭାଇ ତାକୁ ବହୁତ ଭୁରି ଭୁରି ପ୍ରଶଂସା କଲେ। এই যে আমার সেন্ট্রাল টিম আসিলে ডিপি কামর সে কইলে যে যোড়ি যোড়ি উপযোজনা কেন্দ্র আছে, প্রত্যেক উপযোজনা কেন্দ্রে রেগুলার সৎসঙ্গ হব, মাতৃ সম্মিলনী হব। সে এই পর্যন্ত করে চাইছেন, এই পর্যন্ত তাଙ୍କର প্রত্যেক সপ্তাহে সৎসঙ্গ ହୁଏ, ମାତୃ ସମ୍ମିଳନୀ ହୁଏ। ଆଉ ସେ ଗୋଟେ ଆମର ବି ଗୋଟେ ଉଦାହରଣ। ସିଏ କରୋନା ସମୟରେ ମରୁ ମରୁ ବଞ୍ଚିଛନ୍ତି, ମରୁ ମରୁ ବଞ୍ଚିଛନ୍ତି। ଅନଲାଇନ୍ ସତ୍ସଙ୍ଗ ହେଉଥାଏ, ଭିଡ଼ିଓରେ ଯେତେବେଳେ ଦେଖାଯାଏ ନାକରେ ଗେଞ୍ଜା ହେଇଥିବ, ପାଟିରେ ଗେଞ୍ଜା ହେଇଥିବ, ଅକ୍ସିଜେନ୍ ଚାଲିଥିବ, ହଁ, ତଥାପି ତାଙ୍କ ଝିଅ ନର୍ସିଂ କରୁଥାଏ, ମା ପାଖରେ ଜଗିଥାଏ। ସତ୍ସଙ୍ଗ ସରିଲା ପରେ ଇଏ ମଧ୍ୟ ଜୟଗୁରୁ କହିବେ, ଜୟଗୁରୁ କହିବେ। ପରମ ପିତା ବଞ୍ଚେଇ ଦେଲେ ନା। ଉଦାହରଣ ଦେଖିବେ ଠାକୁରଙ୍କର, ଠାକୁର କାହାକୁ କେମିତି ବଞ୍ଚାନ୍ତି। ତାଙ୍କ ଲାଗି ଯିଏ କର୍ମ କରେ, ତାଙ୍କ କଥା ଯିଏ ଚିନ୍ତା କରେ, ଠାକୁର କହିଲେ ମତେ ଯିଏ ଚିନ୍ତା କରେ ମୁଁ ତା କଥା ଚିନ୍ତା କରେ, ମୋ କଥା ଯିଏ ଭାବେ ମୁଁ ତା କଥା ଭାବେ, ମୋ ପାଇଁ ଯିଏ କାମ କରେ ମୁଁ ତା ପଛେ ପଛେ ଥାଏ। ସମୟ ବହୁତ ଅତିକ୍ରାନ୍ତ ହେଇଗଲାଣି, ଆଲୋଚନା ଆଗକୁ ବଢ଼ିବି ନାହିଁ। କଥା ହେଲା ଆସନ୍ତାକାଲି ମଧ୍ୟ ସତ୍ସଙ୍ଗ ରହିଛି ଆମର ବାଲିଆପଟା, ଘାଇଆରପଟେ ଗାଁଟା, ବାଲିଆପଟା ଗାଁରେ ସାମୂହିକ ଭାବରେ ଗାଁର ସମସ୍ତଙ୍କର ପ୍ରଚେଷ୍ଟାରେ ସାମୂହିକ ଭାବରେ 7:30 ସମୟରେ ସତ୍ସଙ୍ଗ।